ସୁଭଦ୍ରା ଆବେଦନକାରୀଙ୍କ ପାଇଁ ଖୁସି ଖବର। ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ତ୍ରୁଟି ଧରାଯିବ। ତ୍ରୁଟିରେ ସୁଧାର କରାଯାଇ ଟଙ୍କା ପ୍ରଦାନ କରାଯିବ। ହିତାଧିକାରୀଙ୍କ ପାଖକୁ ଯିବେ ସରକାରୀ କର୍ମଚାରୀ ଆଇ କେଉଁଠି ତ୍ରୁଟି ରହିଲା ସେନେଇ ଯାଞ୍ଚ କରିବେ। ଭତ୍ତା ବଣ୍ଟନ ଅକାରୀ ଯାଞ୍ଚ କରିବେ। ଅଙ୍ଗନବାଡ଼ି ଦିଦି, ସହାୟକ ସହଯୋଗ କରିବେ। ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ବି ସହଯୋଗ କରିବେ। ସୂଚନା ଅନୁସାରେ ମାର୍ଚ୍ଚ 7 ତାରିଖରେ ସୁଭଦ୍ରା ଯୋଜନାର ଡେଡଲାଇନ ବୋଲି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 2025 ମସିହା ମାର୍ଚ୍ଚ 7 ତାରିଖ ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଶେଷ କିସ୍ତି ପ୍ରଦାନ କରାଯିବ। ଖାରଜ ଆବେଦନରୁ 22%ଙ୍କୁ ମିଳିଛି ଟଙ୍କା। ଅନ୍ୟ 5 ଲକ୍ଷ ଆବେଦନକୁ ନେଇ ଯାଞ୍ଚ ହେବ। ବର୍ତ୍ତମାନ ସୁଦ୍ଧା 80 ଲକ୍ଷ 46 ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି। ମାର୍ଚ୍ଚ 8ରୁ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ ବୋଲି ସ୍ୱାସ୍ଥ୍ୟକର୍ମୀ ବି ସହଯୋଗ କରିବେ। ସୂଚନା ଅନୁସାରେ ମାର୍ଚ୍ଚ 7 ତାରିଖରେ ସୁଭଦ୍ରା ଯୋଜନାର ଡେଡଲାଇନ ବୋଲି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 2025 ମସିହା ମାର୍ଚ୍ଚ 7 ତାରିଖ ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଶେଷ କିସ୍ତି ପ୍ରଦାନ କରାଯିବ। ଖାରଜ ଆବେଦନରୁ 22%ଙ୍କୁ ମିଳିଛି ଟଙ୍କା। ଅନ୍ୟ 5 ଲକ୍ଷ ଆବେଦନକୁ ନେଇ ଯାଞ୍ଚ ହେବ। ବର୍ତ୍ତମାନ ସୁଦ୍ଧା 80 ଲକ୍ଷ 46 ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି। ମାର୍ଚ୍ଚ 8ରୁ ହିଁ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।